ରାମାୟଣର ଲକ୍ଷ୍ମଣଙ୍କର ବହୁ ହେଲେ ସାରା ଖାନ୍। 4 ବର୍ଷ ସାନ କ୍ରିସ୍ଙ୍କ ସହ ହିନ୍ଦୁ ରୀତିନୀତିରେ କଲେ ବିବାହ। ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍ ଏବେ ହାତକୁ 2 ହାତ ହୋଇଛନ୍ତି। ଟିଭି ସିରିଏଲ ବିଦାୟୀର ଅଭିନେତ୍ରୀ କୋର୍ଟ ମ୍ୟାରେଜ ପରେ ରାମାୟଣରେ ଲକ୍ଷ୍ମଣ ଭୂମିକା ନିଭାଇଥିବା ସୁନୀଲ ଲାହୋରୀଙ୍କର ପୁତ୍ର କ୍ରିସ୍ ପାଠକଙ୍କୁ ବିବାହ କରିଛନ୍ତି। ସାରାଙ୍କ ଏହି ବିବାହ ହିନ୍ଦୁ ରୀତିନୀତିରେ ବିବାହ ହୋଇଛି। ବର୍ତ୍ତମାନ ବିବାହର ଅନେକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଆଶ୍ଚର୍ଯ୍ୟର କଥା ହେଉଛି ସାରା ଏବଂ କ୍ରିସ୍ ଅକ୍ଟୋବର 2025ରୁ କୋର୍ଟ ମ୍ୟାରେଜ କରିସାରିଛନ୍ତି। ଏହି ଦମ୍ପତି ଗୋଟିଏ ବର୍ଷ ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ କୋର୍ଟ ମ୍ୟାରେଜ ପରେ ସେମାନେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିବାକୁ ଘୋଷଣା କରିଥିଲେ। ଗତକାଲି ହିନ୍ଦୁ ରୀତିନୀତିରେ ହୋମ ନିଆଁକୁ ସାକ୍ଷୀ ରଖି ପରସ୍ପରକୁ ଜୀବନସାଥୀ କରିଛନ୍ତି। ବିବାହର ଫଟୋଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ଦମ୍ପତି ଏକାଠି ଅତ୍ୟନ୍ତ ଖୁସି ଦେଖାଯାଉଛନ୍ତି। ସାରା ଲାଲ ଲେହେଙ୍ଗା ପିନ୍ଧି ବଧୂ ବେଶରେ ସଜେଇ ହୋଇଛନ୍ତି। ବର ବେଶରେ କ୍ରିସ୍ ମଧ୍ୟ ଏକ ଶେରୱାନୀ ଏବଂ ପଗଡ଼ି ପିନ୍ଧି ବହୁତ ସୁନ୍ଦର ଲାଗୁଛନ୍ତି। ନବଦମ୍ପତିଙ୍କ ପାଇଁ ଏହି ମୁହୂର୍ତ୍ତଟି ଏକ ସ୍ୱପ୍ନ ସାକାର ହୋଇଥିଲା। ସେମାନଙ୍କ ମୁହଁରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହା ପୂର୍ବରୁ ସାରା ଖାନ୍ 2010ରେ ଅଭିନେତା ଅଲି ମର୍ଚାଣ୍ଟଙ୍କୁ ବିବାହ କରିଥିଲେ, ହେଲେ ମାତ୍ର 2 ମାସର ସମ୍ପର୍କ ଭାଙ୍ଗି ଯାଇଥିଲା। ଦୁହେଁ ଅଲଗା ହୋଇଯାଇଥିଲେ। ଏହାପରେ କ୍ରିସ୍ ପାଠକଙ୍କ ପ୍ରେମରେ ପଡ଼ିଥିଲେ ସାରା ଖାନ୍। ଟିଭି ସିରିଏଲ ଝୁକି ଝୁକି ସିରେ ନଜରରେ ନଜର ଆସିଥିଲେ କ୍ରିସ୍ ପାଠକ।